କଥାରେ ଅଛି ଚାଷ କାମ ଯାହାର କେଡ଼େ ସୁଖ ତାହାର, କିନ୍ତୁ ବିଧିର ବିଧାନ କିଛି ଅଲଗା। ଧାନ ଅମଳ ସମୟରେ ଅଦିନିଆ ବର୍ଷା ଏବେ ଦାଉ ସାଜିଛି। ଫଳରେ ବିଲରେ କଟା ହୋଇ ପଡ଼ି ରହିଥିବା ଏକର ଏକର ଧାନ ଜଳମଗ୍ନ ହୋଇପଡ଼ିଛି, ଯାହାକୁ ନେଇ ଚାଷୀ ଚିନ୍ତାରେ ଥିବାବେଳେ ବର୍ଷା ଛାଡ଼ିବା ପରେ ଯେଉଁ ଟିକିକ ଆଶା ଥିଲା, ସେଇ ଆଶା ବି ମଉଳି ଗଲାଣି। କାରଣ ବିଲରେ ଧାନ ପଡ଼ିଥିବା ବେଳେ ପୁଣି କାଲିଠୁ ବର୍ଷା ଥିବାରୁ ଚାଷୀମାନଙ୍କ ମନୋବଳ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛି। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ରାଳବ ଗ୍ରାମରେ। ଏବେ ଏକମାତ୍ର ଆଶା ରହିଛି ସରକାରଙ୍କ କିଛି କ୍ଷତିପୂରଣ। ଏଣୁ ସରକାରଙ୍କୁ ଅନୁରୋଧ ଚାଷୀ ଭାଇମାନଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ। ଆପଣମାନେ ଦେଖିପାରୁଥିବେ ଏବେ ମଧ୍ୟ ଧାନ ବିଲରେ ପଡ଼ି ରହିଛି। ଆଉ କିଛି ଚାଷୀ ଭାଇମାନେ ବିଲରୁ ବାହାର କରି ନେଇ ଶୁକାଇଛନ୍ତି। ଏ ହେଉଛି ସେ ଦୃଶ୍ୟ। ଆଉ ବିଲରୁ ବାହାର କରି ନେଇ ଶୁଖିଲା ଜାଗାରେ ଶୁକାଇଛନ୍ତି। କେତେ ଦୁଃଖଦାୟକ ଘଟଣା ଆପଣମାନେ ଏଇ ଦୃଶ୍ୟରୁ ଦେଖିପାରୁଥିବେ। କେତେ କଷ୍ଟରେ ସେମାନେ ଏଇ ସୁନାର ଫସଲ ଫଳାଇଥିଲେ, କିନ୍ତୁ ଭାଗ୍ୟର ବିଡ଼ମ୍ବନା ଅଦିନିଆ ମେଘ ଦାଉ ସାଜିଲା।